ବଣ ଜଙ୍ଗଲରେ କେତେ କେତେ ଆମ୍ବ ଗଛ ହେଇଛି ସବୁ ଆଉ। ଶୁଣ ଶୁଣ ଶୁଣ, ବର୍ତ୍ତମାନ ଆପଣ ମାନଙ୍କ ଗ୍ରାମରେ ପ୍ରଭୁ ରାମଚନ୍ଦ୍ର ଅଭିଷେକ ହେବେ। ଆପଣ ମାନଙ୍କୁ ନିମନ୍ତ୍ରଣ ରହିଲା, ଆପଣ ମାନେ ବହୁ ସଂଖ୍ୟାରେ ଆପଣ ମାନେ ଯୋଗ ଦେବେ। ଆରେ ତତେ ମୁଁ କହୁଛି, ତୁ କଣ ମୁଣ୍ଡ ହଲଉଛୁ? ସିଆଡେ ସମସ୍ତେ କି କହୁଛି କୋଉଠି ଚାଲିଲି? ହଁ, ଆପଣ ମାନଙ୍କୁ ଅନୁରୋଧ ରହିଲା, ଆପଣ ମାନେ ବହୁ ସଂଖ୍ୟାରେ ଯୋଗ ଦେଇ ସାଫଲ୍ୟ ମଣ୍ଡିତ କରିବେ, ଭୋଜି ଭାତ ଖାଇବେ, ଆଉ ଖଲିରେ ସକାଳ ପାଇଲେଣି, ଯା ଦାନ୍ତ ଘଷିକି ଆସିବି, ଯା ସେଠି ପାଖରେ ରହ। ମୋର ପ୍ରିୟ ଭକ୍ତ ସମାଜ ମଣ୍ଡଳୀ ତଥା ମାନନୀୟ ଗୁରୁ ଗୁରୁଜନ, ଛୋଟ ବଡ଼ ପିଲାମାନେ ଓ ମଉସା ମାଉସୀ ମାନେ, ମଉସା ନମସ୍କାର, ମାଉସୀ ନମସ୍କାର। ହଉ 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 ହଉ, କେତିକି ଟିକେ ଆଶୀର୍ବାଦ ଥାଉ। ମୁଁ ଆଉ ଟିକେ ଉପରକୁ ଯାଏ, ଆପଣମାନଙ୍କ ଅନୁମତି ରହିଲେ ମୁଁ ପ୍ରମୋଶନ ପାଇବି। ଆଉ ବର୍ତ୍ତମାନ ପ୍ରଭୁ ରାମଚନ୍ଦ୍ର ମୋ ସହିତ ମୋ ଜାଗସକୁ ପଠେଇଛନ୍ତି। ସେତେବେଳେ ଭୋଜି କଥା କହିଲା କଣ ମୁଣ୍ଡ ଭଲଉଛି, ଏକ କଥା କହିଲା କଣ ମୁଣ୍ଡ ଭଲ। ଧରି ପକା ଧରି ପକା ଧରି ପକା। ବର୍ତ୍ତମାନ ମୁଁ କିଛି ବକ୍ତବ୍ୟ ପ୍ରଦାନ କରିବାକୁ ଚାହୁଁଛି। ଇତିମଧ୍ୟରେ ମୋର ବାଧାବିଘ୍ନ ସୃଷ୍ଟି କରୁଛି, ସେଥିପାଇଁ ମୁଁ ଆପଣଙ୍କୁ ବକ୍ତବ୍ୟ ପ୍ରଦାନ କରିପାରୁନି। ତାପରେ ପରେ ମଧ୍ୟ ସକାଳ ପାଇଗଲାଣି, ବର୍ତ୍ତମାନ ଆଉ ବିଶେଷ କିଛି କହୁନି। ବର୍ତ୍ତମାନ ଆପଣମାନଙ୍କୁ ନିବେଦନ ରହିଲା, ଅସମଧ୍ୟ ଯଜ୍ଞ ନିମନ୍ତେ ଆପଣମାନେ ଖୁବ୍ ଶୀଘ୍ର ଆସିବେ ଓ ଯଥାଶୀଘ୍ର ହାତ ଧୋଇବେ, ଖଲିରେ ଖାଇବେ। ଆପଣ ମାନଙ୍କୁ ନିବେଦନ ରହିଲା, ମୋର ବାରଘଇତାପୁର ନିର୍ବାଚନ ମଣ୍ଡଳୀ ତଥା ଭକ୍ତ ସମାଜ ବୃନ୍ଦ ମହୋଦୟ ସମୀପେଶୁ ମହାଶୟ, ନିବେଦନର କାରଣ ଏହିକି ଯେ ମଉସା ମାନେ ସାଇକେଲରେ ଆସିବେ, ମାଉସୀ ମାନେ ଗାଡ଼ି ଧରିକି ଆସିବେ। ଯେତେ ଶୀଘ୍ର ପାରିବେ ପ୍ରଭୁ ରାମଚନ୍ଦ୍ରଙ୍କର ଜାଗର ନିମନ୍ତେ ଅଶ୍ୱମେଧ ଯଜ୍ଞ ଅନୁଷ୍ଠିତ ହେବାକୁ ଯାଉଛି। ଇତିମଧ୍ୟରେ ଆପଣମାନଙ୍କୁ ଅନୁରୋଧ ରହିଲା, ସାଥିରେ ଗୋଟେ ଗୋଟେ ଛତା ଧରିକି ଆସିଥିବେ, କାହିଁକି ନା ମେଘ ବର୍ଷାର ସମ୍ଭାବନା ଅଛି। ଆପଣ ମାନେ ଦରକାର ପଡ଼ିଲେ ଖରା ବାଜିକି ଦେହ ଶୁଖିଯିବ। ଆଉ ବିଶେଷ କିଛି କହୁନାହିଁ, ପ୍ରଭୁ ଶୁଣି ଆମକୁ ପାଟି କରିବେ। ସୈନ୍ୟ ସମ୍ମତ ସମସ୍ତେ ଆସିକି ରୁଣ୍ଡ ହେଲେଣି। ହଁ ହଁ, ଆସ ଆସ। ଆଉ ବିଶେଷ କିଛି କହୁନି, ହବ ଯେ ତୁ ଏଠି ଥା, ମୁଁ ତାକୁ ଡାକିକି ଆଣିକି ଆସେ, ତାପରେ ମେଳମେଳ କରିବା। କୁଆଡେ ଯିବୁନୁ, ଥା ଏଠି ଥା।